ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମ ବିଚିତ୍ର ବିଶ୍ୱ ବହିର ଚତୁର୍ଥ ପାଠ ପ୍ରକୃତି ସହିତ ବଢ଼ିବା ବିଷୟଟିକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ এই ଭିଡ଼ିଓଟି ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତ ପିଲାମାନେ ଆସ ଏହି ପାଠଟିକୁ ଆମେ ଆଲୋଚନା କରିବା। ଏକ ଜଙ୍ଗଲ ମଧ୍ୟରେ ଯାତ୍ରା। ରୀନା ଏବଂ ଅମିତ ତାଙ୍କ ପରିବାରର ସମସ୍ତଙ୍କ ସହ ମିଶି ଏକ ଯାତ୍ରା ପାଇଁ ଉତ୍ସାହିତ ଥିଲେ। ଉତ୍ସାହିତ ମାନେ ଆଗ୍ରହ ଥିଲେ। କୁଆଡ଼େ ଯିବା ପାଇଁ? ରୀନା ଏବଂ ଅମିତ ତାଙ୍କ ପରିବାରର ସମସ୍ତଙ୍କ ସହ ମିଶି ଏକ ଯାତ୍ରା ପାଇଁ ପ୍ରସ୍ତୁତ ଥିଲେ ବା ଉତ୍ସାହିତ ଥିଲେ। ସେମାନେ ଜଙ୍ଗଲ ନିକଟବର୍ତ୍ତୀ ତାଙ୍କ ଗାଁକୁ ଯାଉଥିଲେ। ଜଙ୍ଗଲ ନିକଟରେ ଥିବା ତାଙ୍କ ଗାଁକୁ ଯାଉଥିଲେ। ଏହା ଥିଲା ଫସଲ ଅମଳ ମହୋତ୍ସବର ସମୟ। ଏହା ବ୍ୟତୀତ ଏହା ଏକ ବିଶେଷ ଅବସର ସମୟ ଥିଲା। ସେହିଦିନ ସେମାନଙ୍କ ଗାଁ ମଧ୍ୟ ସମ୍ପୂର୍ଣ୍ଣ ସୌରଶକ୍ତି ଚାଳିତ ଗାଁ ହେବାକୁ ଯାଉଥିଲା। ସେହିଦିନ ସେମାନଙ୍କ ଗାଁ ମଧ୍ୟ ସମ୍ପୂର୍ଣ୍ଣ ସୌରଶକ୍ତି ଚାଳିତ ଗାଁ ହେବାକୁ ଯାଉଥିଲା। ସୌରଶକ୍ତି ଚାଳିତ ଗାଁ ମାନେ ପିଲାମାନଙ୍କୁ ବୁଝିପାରୁଛ ନା? ସୌରଶକ୍ତି ଯାହାକୁ କି ଇଂଲିଶରେ କହନ୍ତି ସୋଲାର, ମାନେ ସୂର୍ଯ୍ୟଙ୍କ କିରଣରୁ ଯେଉଁ ଶକ୍ତି ପ୍ରସ୍ତୁତ ହୁଏ ତାହା ହେଉଛି ସୌରଶକ୍ତି ଚାଳିତ ଗାଁ। ମାନେ ସୂର୍ଯ୍ୟାଲୋକରୁ ତାପ ଗ୍ରହଣ କରାଯାଏ, ସେ ହେଉଛି ସୌର ଶକ୍ତି ଚାଳିତ ଗାଁ। ସେମାନେ ଉତ୍ସବ ପାଇଁ ପୁରା ଗାଁ ଆଲୋକିତ ହେବା ଦେଖିବାକୁ ଅପେକ୍ଷା କରିବା ଅବସ୍ଥାରେ ନଥିଲେ। ଗ୍ରାମକୁ ସ୍ୱାଗତ। ସେମାନେ ଗାଁରେ ପ୍ରବେଶ କରିବା ସମୟରେ ଉଜ୍ଜଳ କମଳା ଲାଲ ଫୁଲରେ ପରିପୂର୍ଣ୍ଣ ଗଛ ଦେଖିଲେ। ଦେଖ ପିଲାମାନେ, ଏଇଭଳିଆ ଗୋଟେ ଗଛ ଅଛି ଯାହାକି କମଳା ରଙ୍ଗର ଲାଲ ଫୁଲର ପରିପୂର୍ଣ୍ଣ ଥିବା ଗଛ। ରୀନା ପଚାରିଲା, ସେଇ ଫୁଲଗୁଡ଼ିକ ନାମ କ'ଣ? ତାଙ୍କ ବାପା ଟିକିଏ ହସିଲେ ଏବଂ କହିଲେ, ଏହା ଏକ ପଳାଶ ଗଛ। କି ଗଛ? ପଳାଶ ଗଛ ବୋଲି କହିଲେ। ଏହା ଏକ ପଳାଶ ଗଛ। ଯେତେବେଳେ ଏହି ଗଛରେ ଫୁଲ ଫୁଟେ ଦୂରରୁ ସମ୍ପୂର୍ଣ୍ଣ ଜଙ୍ଗଲଟି ଲୋହିତ କମଳା ରଙ୍ଗ ଦେଖାଯାଏ। ତେଣୁ ପଳାଶକୁ ଜଙ୍ଗଲର ଅଗ୍ନିଶିଖା କୁହାଯାଏ। ତୁମମାନଙ୍କୁ ପ୍ରଶ୍ନ ଆସିବ ପିଲାମାନେ, ପଳାଶକୁ କେଉଁ ନାମରେ ନାମିତ କରାଯାଏ? ପଳାଶକୁ ଜଙ୍ଗଲର ଅଗ୍ନିଶିଖା କୁହାଯାଏ। ଜଙ୍ଗଲର ଅଗ୍ନିଶିଖା କାହାକୁ କୁହାଯାଏ? ପଳାଶ ଗଛକୁ। ଏଠି କାର୍ଯ୍ୟ 1, ତୁମ ଅଞ୍ଚଳରେ 5ଗୋଟି ରଙ୍ଗୀନ ଫୁଲର ନାମ ଲେଖ। ତୁମ ଅଞ୍ଚଳର 5ଟା ରଙ୍ଗୀନ ଫୁଲର ନାମ ଲେଖିବ ଆଉ ସାରଣୀକୁ ପୂରା କର। ଉଦାହରଣ ସ୍ୱରୂପ ଗୁଜରାଟରେ ପଳାଶକୁ କେଶୁଡ଼ା କୁହାଯାଏ। ସେହିଭଳି ଫୁଲର ନାମ ଲେଖିବ। ସ୍ଥାନୀୟ ନାମ କ'ଣ? ତୁମ ପସନ୍ଦର ଫୁଲର ଚିତ୍ର ଅଙ୍କନ କରିବ। ଏଠି ଆମେ ଲେଖିବା ଆମ ଅଞ୍ଚଳର କିଛି ଫୁଲ। ଏଠି ଲେଖିବା 1 ନମ୍ବର ଲେଖିବା ମନ୍ଦାର। ସ୍ଥାନୀୟ ନାମ ମଧ୍ୟ ମନ୍ଦାର। ତାପରେ ମନ୍ଦାର ଫୁଲର ଚିତ୍ର ଏଠି ଆଙ୍କିଦେବ ପିଲାମାନେ। 2 ନମ୍ବରରେ ଆମେ ଲେଖିବା ଗେଣ୍ଡୁ। ତାପରେ ଏଇଟା ମଧ୍ୟ ଗେଣ୍ଡୁ, ତାର ଚିତ୍ର କରିଦେବ ଗେଣ୍ଡୁ। ତାପରେ 3 ନମ୍ବର ଲେଖିଦେବା ଆମେ ପଳାଶ। ସ୍ଥାନୀୟ ନାମ ମଧ୍ୟ ପଳାଶ। ପଳାଶ ଫୁଲର ଚିତ୍ର ଅଙ୍କନ କରିବ। ତାପରେ କୃଷ୍ଣଚୂଡ଼ା, ଯେକୌଣସି ଫୁଲ ଲେଖିପାରିବ ମଧ୍ୟ। କୃଷ୍ଣଚୂଡ଼ା ତାର କୃଷ୍ଣଚୂଡ଼ା ଫୁଲର ଚିତ୍ର କରିବ। କନିଅର ଫୁଲ,
କନ୍ୟର, ସ୍ଥାନୀୟ ନାମ ମଧ୍ୟ କନ୍ୟର। କନ୍ୟର ଫୁଲର ଚିତ୍ର କରିବ। ଗାଁଟି ଉତ୍ସବ ପାଇଁ ଜାକଜକମରେ ସଜାଯାଇଥିଲା। ଅମିତ, ଆହା, ଏ ଘରଗୁଡ଼ିକ ସହରର ଘରଗୁଡ଼ିକ ଠାରୁ ଅଲଗା ଦେଖାଯାଉଛି। କାନ୍ଥରେ ଅଙ୍କାଯାଇଥିବା ସାଜସଜ୍ଜା ବହୁତ ସୁନ୍ଦର ହୋଇଛି। ରୀନା କହିଲା, ଅମିତ, ଏହି ଘରଗୁଡ଼ିକ ମାଟି, ନଡ଼ା, ଗୋବର ଆଦି ପ୍ରକୃତିରେ ପଦାର୍ଥରେ ତିଆରି। ଦେଖ, ଏ ଚିତ୍ରଗୁଡ଼ିକ ତୋର ଜେଜେମା ଆଙ୍କିଛନ୍ତି। ସେ ଚାଉଳ ଚୂନା ପାଣି ମିଶାଇ ରଙ୍ଗ ତିଆରି କରି ସେଥିରେ ଚିତ୍ର ଅଙ୍କନ କରିଛନ୍ତି ବୋଲି ରୀନା କହୁଛି। କାର୍ଯ୍ୟ 2, ପ୍ରକୃତିରୁ ମିଳୁଥିବା ସାମଗ୍ରୀ ଯଥା ମାଟି, କାଠ ଖଣ୍ଡ, ନଡ଼ା, ଘାସ ପତ୍ର ଇତ୍ୟାଦି ବ୍ୟବହାର କରି ଏକ ଘରର ନମୁନା ତିଆରି କର। ଏହାକୁ ତୁମ ପସନ୍ଦର ଏକ କଳା ଭାବେ ସଜାଇ ରଖ। ପ୍ରକୃତିରୁ ମିଳୁଥିବା ସାମଗ୍ରୀ ଯଥା ମାଟି, କାଠ ଖଣ୍ଡ, ନଡ଼ା, ଘାସ ପତ୍ର ଇତ୍ୟାଦି ବ୍ୟବହାର କରି ଏକ ଘରର ନମୁନା ତିଆରି କରିବ। ଏହାକୁ ତୁମ ପସନ୍ଦର ଏକ କଳା ଭାବେ ସଜାଇ ରଖ। ଆମେ ଏହାକୁ ବ୍ୟବହାର କରି ଘରେ ଏକ ସୁନ୍ଦର ଘର ତିଆରି କରିବା। ରୀନା ଓ ଅମିତ ଘର ଭିତରେ ଖେଳିବା ଆରମ୍ଭ କଲେ। ସେମାନେ ଦେଖିଲେ ଯେ ତାଙ୍କ ଜେଜେମା ଏକ କପଡ଼ାରେ ଚିତ୍ର ଆଙ୍କୁଛନ୍ତି। ଅମିତ ରଙ୍ଗ ତିଆରି ବିଷୟରେ ଜେଜେମାଙ୍କୁ ପଚାରିଲା। ଜେଜେମା ପିଲାମାନଙ୍କୁ କହିଲେ ଯେ ପ୍ରାକୃତିକ ଉପାୟରେ ଫୁଲ ପତ୍ରରୁ ବାହାରୁଥିବା ପଦାର୍ଥ ଏବଂ ରଙ୍ଗୀନ ପଥରର ଗୁଣ୍ଡକୁ ମିଶାଇ ରଙ୍ଗ ତିଆରି କରାଯାଏ। କାର୍ଯ୍ୟ 3, ଆସ ଆମେ ଏକ ପ୍ରାକୃତିକ ରଙ୍ଗ ତିଆରି କରିବା। ସୋପାନ 1, କିଛି ଫୁଲ ପତ୍ର ଗଛର ବକଳ ମୂଳ ସଂଗ୍ରହ କରିବ। ଉଦାହରଣ ସ୍ୱରୂପ ବିଟ୍ ମୂଳ, ମନ୍ଦାର ଫୁଲ ଏବଂ ଗେଣ୍ଡୁ ଫୁଲ, ଯେଉଁ ଫୁଲରୁ ରଙ୍ଗ ପ୍ରସ୍ତୁତ ହେବାର ଗୁଣ ଅଛି। ସୋପାନ 2, ସଂଗ୍ରହ କରାଯାଇଥିବା ଉଦ୍ଭିଦର ଯେକୌଣସି ଅଂଶକୁ ପ୍ରାୟ 1ରୁ 2 ଲିଟର ପାଣିରେ ପ୍ରାୟ 30 ମିନିଟରୁ 1 ଘଣ୍ଟା ପର୍ଯ୍ୟନ୍ତ ଫୁଟାଅ। ପାତ୍ରଟିକୁ ଏକ ପ୍ଲେଟ୍ ଦ୍ୱାରା ଘୋଡ଼ାଇ ଦିଅ। ପ୍ରାକୃତିକ ରଙ୍ଗକୁ ଛାଡ଼ି ଗଛର ଅଲଗା ଅଂଶକୁ ବାହାର କରିବା ପାଇଁ ତରଳ ପଦାର୍ଥକୁ ଛାଣି ଦିଅ। ଏବେ ତୁମେ ପ୍ରସ୍ତୁତ କରିଥିବା ରଙ୍ଗ ବ୍ୟବହାର କରି ହାଲକା ରଙ୍ଗର ରୁମାଲ କିମ୍ବା ଛୋଟ ଗାମୁଛାକୁ ରଙ୍ଗ କରିବାକୁ ଚେଷ୍ଟା କର। ଧ୍ୟାନ ଦିଅ, ରଙ୍ଗ କରାଯାଉଥିବା କପଡ଼ାକୁ ରାତି ସାରା ଭିଜାଇ ରଖିବାକୁ ପଡ଼ିବ। ଏହାକୁ ଚିପୁଡ଼ିବାକୁ ପଡ଼ିବ ଏବଂ ଖରାଦିନେ ଖରାରେ ଶୁଖାଇବାକୁ ପଡ଼ିବ। ପିଲାମାନେ ମହୁ ଚାଷ ଓ ତା'ର ନିଷ୍କାସନ ପାଇଁ ବ୍ୟବହାର କରାଯାଉଥିବା ଉପକରଣଗୁଡ଼ିକ ଦେଖିବାକୁ ଆଗ୍ରହୀ ଥିଲେ। ଘର ଶସ୍ୟ ସଂରକ୍ଷଣ ପାଇଁ ମାଟି ପାତ୍ର ଏବଂ ବାଉଁଶ ଟୋକେଇ ବ୍ୟବହାର କରାଯାଉଥିଲା। ମାଟି ପାତ୍ର ଭିତରେ ନିମ୍ବପତ୍ର ରଖି ସେଗୁଡ଼ିକୁ ଧାଡ଼ି କରି ସଜାଇ ରଖାଯାଉଥିଲା। ବାଉଁଶ ଟୋକେଇ ଗୁଡ଼ିକର ଡାହାଣ ବାହାର ପଟେ ଗୋବର ଲିପି ଦିଆଯାଉଥିଲା। ଏହି ଉପାୟରେ ସଂରକ୍ଷିତ ଶସ୍ୟକୁ କୀଟପତଙ୍ଗ କ୍ଷତିକାରକ କୀଟମାନଙ୍କଠାରୁ ସୁରକ୍ଷିତ ରଖାଯାଉଥିଲା। ତେଣୁ ପିଲାମାନେ ପୂର୍ବ କାଳରେ ବାଉଁଶରେ ବିଭିନ୍ନ ପ୍ରକାର ଜିନିଷ ବାଉଁଶରେ ତିଆରି କରାଯାଉଥିଲା। ସେଥିରେ ମାଟି ଲେସି, ଗୋବର ଲେସି ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟକୁ ସଞ୍ଚୟ କରାଯାଉଥିଲା ଏବଂ ସେଥିରେ ପୋକ ଦାଉରୁ ରକ୍ଷା କରିବା ପାଇଁ ନିମ୍ବପତ୍ରକୁ ମଧ୍ୟ ପକାଯାଉଥିଲା। ଆମେ ପୂର୍ବ କାଳରେ ଥିବାର ଆମେ ଜାଣିଛେ।
ଯଦି ଆମେ ଏଗୁଡ଼ିକ ଜାଣିବା ପାଇଁ ଆଗ୍ରହ ଅଛି ତାହେଲେ ପିଲାମାନେ ତୁମ ଜେଜେବାପା କିମ୍ବା ବୟସ୍କ ଲୋକଙ୍କୁ ପଚାରି ସେଗୁଡ଼ିକର ବ୍ୟବହାର ବିଷୟରେ ଅଧିକ କିଛି ଜାଣିବ। ଏଠି ଛବିରେ ଅଛି କିଛି, ଏବଂ ଯଦି କେଉଁଠାରେ ତୁମେ ଦେଖିବାକୁ ସୁଯୋଗ ମିଳେ ତାହେଲେ ତୁମେ ଜାଣିପାରିବ ପୂର୍ବକାଳରେ କିପରି ଖାଦ୍ୟକୁ ସଞ୍ଚୟ କରି ବା ସାଇତି ରଖାଯାଉଥିଲା, କିପରି ସଂରକ୍ଷିତ କରାଯାଉଥିଲା, କିପରି ରୋଗ ପୋକ ଦାଉରୁ ରକ୍ଷା କରାଯାଉଥିଲା। ଏଠି ତୁମ ଅଞ୍ଚଳର ଶସ୍ୟ ଏବଂ ପନିପରିବା ସଂରକ୍ଷଣ କରିବାର କିଛି ପାରମ୍ପରିକ ଉପାୟ ଖୋଜି ବାହାର କର ଏବଂ ନିମ୍ନଲିଖିତ ସାରଣୀ ପୂରଣ କର। ନିମ୍ନରେ ଦିଆଯାଇଥିବା ଉଦାହରଣଟିକୁ ଦେଖ। ଏଠି ଦିଆଯାଇଛି ଡୁମୁରି। ସାଧାରଣତଃ ଯେଉଁ ରାଜ୍ୟରେ ବ୍ୟବହାର କରାଯାଇଥାଏ, ଡୁମୁରି କେଉଁଠି ବ୍ୟବହାର କରାଯାଇଥାଏ? ଏହା ଉତ୍ତରାଖଣ୍ଡରେ ବ୍ୟବହାର କରାଯାଇଥାଏ। ବିବରଣୀ ଏକ ଗୋଲାକାର କିମ୍ବା ଅଣ୍ଡାକୃତି ଶୁଖିଲା ଲାଉ। ସେହିଭଳି ଆମେ କିଛି ପୂରଣ କରିବା। ଓଡ଼ିଶାରେ ଓଳିଆ ବ୍ୟବହାର କରାଯାଉଥିଲା। ଏହା କେଉଁଥିରୁ ତିଆରି? ନଡ଼ାରେ ତିଆରି ଏକ ଗୋଲାକାର ପାତ୍ର, ଯେଉଁଥିରେ ଖାଦ୍ୟକୁ ବା ଧାନକୁ ସାଇତି ରଖାଯାଉଥିଲା। ତାପରେ ଆସିଲା ଘୁମୁମାଠିଆ। ଘୁମୁମାଠିଆ କେଉଁଠି ଦେଖାଯାଏ? ଓଡ଼ିଶାରେ। ଏହାର କାମ କ'ଣ? ନା ବ୍ୟବହାର କ'ଣ? ମାଟିରେ ତିଆରି। ଏଥିରେ ନିମ୍ବପତ୍ର ଦେଇ ଖାଦ୍ୟକୁ ସୁରକ୍ଷିତ ବା ସଂରକ୍ଷିତ କରି ରଖାଯାଇଥାଏ। ତାପରେ ଟୋକେଇ ଡୋଲି। ଏହା ମଧ୍ୟ ବାଉଁଶରେ ତିଆରି। ଏହା ଓଡ଼ିଶାରେ ଦେଖାଯାଏ। এইଭଳି ଆମେ ଲେଖିବା। ରୀନା ଏବଂ ଅମିତ ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କ ଜେଜେବାପା ଏକ ବାକ୍ସରୁ ଏକ ବୋତଲ ତରଳ ପଦାର୍ଥ ବାହାର କଲେ। ଜେଜେ, ଏହା ନିମ୍ବ ତେଲରେ ତିଆରି ଏକ ମିଶ୍ରଣ। ଜେଜେ କହିଲେ, ଏହା ନିମ୍ବ ତେଲରେ ତିଆରି ଏକ ମିଶ୍ରଣ। ଯଦି ତୁମେମାନେ ଏହାକୁ ତୁମ ହାତ ଏବଂ ପାଦରେ ଲଗାଇବ ତେବେ ତୁମକୁ ମଶା କାମୁଡ଼ିବ ନାହିଁ। ତେଣୁ ନିମ୍ବ ତେଲ ଲଗାଇଲେ ମଶା କାମୁଡ଼ିବ ନାହିଁ, ଚର୍ମ ରୋଗ ଦୂର ହେବ। ରୀନା, ଜେଜେ ଏହା କ'ଣ? ଏକ ପ୍ରାଥମିକ ଚିକିତ୍ସା ବାକ୍ସ। ମୁଁ ମଧ୍ୟ ଏକ ପ୍ରାଥମିକ ଚିକିତ୍ସା ବାକ୍ସ ପ୍ରସ୍ତୁତ କରିଛି। ଆମେ ଏଥିରେ କିଛି ଔଷଧ, ମଶା ନିରୋଧକ କ୍ରିମ୍ ରଖିଥାଉ। ଏହାକୁ ଆମେ ବଜାରରୁ କିଣିଅଛୁ। ତୁମ ପରିବାର ବୟସ୍କ ଲୋକମାନଙ୍କ ସହିତ ଆଲୋଚନା କର। ତଳେ ଦିଆଯାଇଥିବା ସାରଣୀରେ ଉଦ୍ଭିଦ ନାମ, ଏହାର ଅଂଶ ବ୍ୟବହାର ଲେଖିବ। ଏଠି ଆମେ ଜାଣିଛନ୍ତି ତୁଳସୀ ଗଛର ଅଂଶ ପତ୍ର। ତା'ର ବ୍ୟବହାର କ'ଣ? ଥଣ୍ଡା ଆଉ କାଶ ଭଲ କରେ। ତୁଳସୀ। ସେଭଳି ଜୁଆଣି ମଞ୍ଜି ଆଉ ଫୁଲ ପତ୍ରକୁ ବ୍ୟବହାର କରାଯାଏ। ହଜମ କ୍ରିୟା ପାଇଁ ବ୍ୟବହାର କରାଯାଏ। ତାପରେ ଆଉ କିଛି ଲେଖିବା। ନିମ୍ବର ପତ୍ର ଛାଲି କାଛୁ କୁଣ୍ଡିଆ ଚର୍ମ ରୋଗ ପାଇଁ ବ୍ୟବହାର କରାଯାଏ। ସେଭଳି ଅଦା ମୂଳ, ଏହା କାଶ କମାଏ। ତାପରେ ଆସିଲା ଘିକୁଆଁରୀ ପତ୍ର କିମ୍ବା ରସ। ଏହି ରସକୁ ବ୍ୟବହାର କରି ନାନା ପ୍ରକାର ଚର୍ମ ରୋଗ ଦୂର କରାଯାଇଥାଏ।
ତାପରେ ଆମେ ଆଗକୁ ଯିବା। ଚିକମିକ ଆଲୋକ ସୁଖୀ ଜୀବନ। ସନ୍ଧ୍ୟାରେ ପୁରା ଗାଁଟି ରଙ୍ଗୀନ ଆଲୋକରେ ଆଲୋକିତ ହୋଇଯାଇଥିଲା। ସମସ୍ତେ ଏକ ବଡ଼ ପଡ଼ିଆରେ ଏକାଠି ହୋଇଥିଲେ। ଲୋକମାନେ ପାରମ୍ପରିକ ପୋଷାକ ଗହଣା ପିନ୍ଧିଥିଲେ। ଉତ୍ସବ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଏବଂ ଲୋକମାନେ ପାରମ୍ପରିକ ପୋଷାକ ଏବଂ ଗହଣା ପିନ୍ଧିଥିଲେ। ଉତ୍ସବ ଆରମ୍ଭ ହେବା ପୂର୍ବରୁ ଭଗବାନଙ୍କୁ ଏବଂ ପ୍ରକୃତି ମାତାଙ୍କୁ ପ୍ରାର୍ଥନା କରାଯାଉଥିଲା। ଢୋଲ ଏବଂ ନାଗରା ବାଦ୍ୟର ଶବ୍ଦ ବାୟୁମଣ୍ଡଳକୁ ପ୍ରକମ୍ପିତ କରାଉଥିଲା। ତୁମେ ପିଲାମାନେ ଜାଣିଛ କୌଣସି ସ୍ଥାନରେ ଯଦି ଉତ୍ସବ ହୁଏ କିମ୍ବା ମେଳା ଯାତ୍ରା ହୁଏ, ସେଠି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରକୁ ବ୍ୟବହାର କରାଯାଇଥାଏ ଏବଂ ଉତ୍ସବ ଆନନ୍ଦମୟ ହୋଇଉଠେ। ଏହିଭଳି ସମସ୍ତେ ଖୁସି ମନରେ ନାଚିଥାନ୍ତି। ବିଭିନ୍ନ ପ୍ରକାର ସଙ୍ଗୀତର ମୂର୍ଚ୍ଛନା ବାୟୁମଣ୍ଡଳକୁ ପ୍ରକମ୍ପିତ କରୁଥିଲା। ଉତ୍ସବରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ମୃଦଙ୍ଗର ତାଳେ ତାଳେ ପାଦରେ ପାଦ ମିଶାଇ ନାଚିବା ଆରମ୍ଭ କଲେ। ଅମିତ ଏବଂ ରୀନା ମଧ୍ୟ ତାଙ୍କ ସହିତ ଯୋଗ ଦେଲେ ଏବଂ ପାରମ୍ପରିକ ନୃତ୍ୟକୁ ଉପଭୋଗ କଲେ। ଦେଖ ପିଲାମାନେ, ଛବିରେ ଦେଖ କେତେ ମୃଦଙ୍ଗର ତାଳେ ତାଳେ କିପରି ସ୍ତ୍ରୀ ଲୋକମାନେ ନୃତ୍ୟ କରୁଛନ୍ତି। ତେଣୁ କାର୍ଯ୍ୟ 6 ତୁମ ଅଞ୍ଚଳରେ ପାରମ୍ପରିକ ନୃତ୍ୟ ଗୀତ ବିଷୟରେ ସୂଚନା ସଂଗ୍ରହ କର। ତୁମ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଇଁ ତୁମ ସହପାଠୀ ଶିକ୍ଷକ ଶିକ୍ଷୟିତ୍ରୀ ସହାୟତାରେ ଏକ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କର। ମନେକର ତୁମ ଅଞ୍ଚଳରେ 2 ଦିନ ପାଇଁ ଆସ କଥା ହେବା। ମନେକର ତୁମ ଅଞ୍ଚଳରେ 2 ଦିନ ପାଇଁ ଆଲୋକ ନାହିଁ, ତେବେ ତୁମ ଜୀବନରେ କି ପରିବର୍ତ୍ତନ ଦେଖାଦେବ? ରୀନା ଏବଂ ଅମିତ ପ୍ରକୃତି ସହିତ ତାଙ୍କ ଗାଁ ଲୋକଙ୍କ ସୁନ୍ଦର ସମ୍ପର୍କ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ପ୍ରକୃତି ପାଇଁ କ'ଣ କରିପାରିବେ ଏବଂ କିପରି ପ୍ରକୃତିକୁ ଅମିତ ପ୍ରକୃତି ସହିତ ତାଙ୍କ ଗାଁ ଲୋକଙ୍କ ସୁନ୍ଦର ସମ୍ପର୍କ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେମାନେ ପ୍ରକୃତି ପାଇଁ କ'ଣ କରିପାରିବେ ଏବଂ କିପରି ପ୍ରକୃତିକୁ ସବୁକିଛି ପାଇଁ ଧନ୍ୟବାଦ ଦେବେ, ସେ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲେ। କାର୍ଯ୍ୟ 7 ତୁମେ ବୟସ୍କମାନଙ୍କ ସହିତ କଥା ହୁଅ। ତୁମ ଅଞ୍ଚଳରେ ପାଳିତ ହେଉଥିବା ଉତ୍ସବ ଏବଂ ଉଦ୍ଭିଦ ସମ୍ପର୍କିତ ରୀତିନୀତି ଜାଣ। ବଟ ପୂର୍ଣ୍ଣିମା ଗୋଟେ ଉଦ୍ଭିଦ ନାମ। ଉଦ୍ଭିଦ ପ୍ରାଣୀ ସହ ସମ୍ପର୍କିତ ବରଗଛ। କାର୍ଯ୍ୟକଳାପ ପୂଜା କରିବା ପାଇଁ ବ୍ୟବହାର କରାଯାଏ। ବନ ମହୋତ୍ସବ ଯେକୌଣସି ବୃକ୍ଷ। କାର୍ଯ୍ୟକଳାପ ବୃକ୍ଷରୋପଣ। କାଜିରଙ୍ଗା ହାତୀ ମହୋତ୍ସବ। ହାତୀ କାର୍ଯ୍ୟକଳାପ ହେଉଛି ଜନସଚେତନତା। ଆମ ଦେଶର ବିଭିନ୍ନ ସ୍ଥାନରେ ଆମେ ଅନେକ ଉଦ୍ଭିଦ ପ୍ରାଣୀକୁ ପୂଜା କରୁ। ଏହା ଆମର ପ୍ରକୃତିକୁ ସମ୍ମାନ ସୁରକ୍ଷିତ କରିବାରେ ଉତ୍ତମ ପରମ୍ପରା। ଆମ ପରିବେଶରେ ଥିବା ଉଦ୍ଭିଦ ପ୍ରାଣୀମାନଙ୍କର ଯତ୍ନ ନେବାର କିଛି ଉପାୟ ଏଠାରେ ସୂଚିତ କରାଯାଇଛି। କାଗଜ ଆବର୍ଜନା କମ୍ କର। ପ୍ଲାଷ୍ଟିକ୍ ଆବର୍ଜନାକୁ ନା କୁହ। ଉଦ୍ଭିଦ ସଂରକ୍ଷଣ ବିଷୟରେ ଲୋକ ଆମ ପରିବେଶରେ ଥିବା ଉଦ୍ଭିଦ ପ୍ରାଣୀମାନଙ୍କର ଯତ୍ନ ନେବାର କିଛି ଉପାୟ ଏଠାରେ ସୂଚିତ କରାଯାଇଛି। 1
କାଗଜ ଆବର୍ଜନା କମ୍ କର। ପ୍ଲାଷ୍ଟିକ୍ ବ୍ୟବହାରକୁ ନା କୁହ। ଉଦ୍ୟାନ ସଂରକ୍ଷଣ ବିଷୟରେ ଲୋକ ସଚେତନତା ସୃଷ୍ଟି କର। ଗଛକୁ ଆମେ ଲଗାଇବା, ଯେତେ ପାରିବା ସେତେ ଗଛ ଲଗାଇବା, ତାହେଲେ ଆମେ ପରିବେଶକୁ ଆମେ ନିର୍ମଳ ରଖିପାରିବା। ଗଛ ରହିଲେ ଆମେ ରହିବା। ଗଛ ପ୍ରଚୁର ପରିମାଣରେ ଅମ୍ଳଜାନ ଦେବ। ସେହି ଅମ୍ଳଜାନକୁ ଆମେ ବ୍ୟବହାର କରି ଆମେ ଜୀବନ ଧାରଣ କରିପାରିବା। ସେହିଭଳି ପକ୍ଷୀମାନଙ୍କ ଖାଦ୍ୟ ଓ ପାଣି, ପକ୍ଷୀମାନଙ୍କ ପାଇଁ ଖାଦ୍ୟ ପାଣି ରଖ। ଆମେ ଯେପରି ଶୋଷ ହେଲେ ପାଣି ପିଉ, ସେଭଳି ପକ୍ଷୀମାନେ ମଧ୍ୟ ପିଇବା ପାଇଁ ପାଣିକୁ ବ୍ୟବହାର କରିବ। ତାକୁ ଖାଇବାକୁ ଦେବା। ଗଛ ଲଗାଇବା, ଯେତିକି ପାରିବା ସେତିକି ଆମେ ଗଛ ଲଗାଇବା ଖାଲି ସ୍ଥାନରେ। ତାପରେ ସଫେଇ ଅଭିଯାନ ଆୟୋଜନ କର। ସଫେଇ କିପରି କରାଯିବ ତା'ର ଗୋଟେ ଆୟୋଜନ କର। ଆସ ଚିନ୍ତା କରିବା, ଆମ ଦୈନନ୍ଦିନ ଜୀବନରେ ଆମେ ପ୍ରକୃତିରୁ କେଉଁ ଜିନିଷ ବ୍ୟବହାର କରୁ? ଖାଇବା ପାଇଁ ଫଳ, ପିନ୍ଧିବା ପାଇଁ ତୁଳା, ସ୍ୱାସ୍ଥ୍ୟର ଯତ୍ନ ପାଇଁ ନିମ୍ବ, ଏସବୁ ଆମେ ପ୍ରକୃତିରୁ ବ୍ୟବହାର କରୁ। ପ୍ରାକୃତିକ ସମ୍ବଳର ଅତ୍ୟଧିକ ବ୍ୟବହାର କଲେ କେଉଁ ଆହ୍ୱାନ ଦେଖାଦିଏ? ଉଦାହରଣ ସ୍ୱରୂପ, ଯଦି ଆମେ ପ୍ରକୃତିରୁ କାଠରୁ ଅତ୍ୟଧିକ ବ୍ୟବହାର କରୁ, ତେବେ ଆମ ଜଙ୍ଗଲ କ୍ରମେ ଶେଷ ହୋଇଯିବ। କାଠର ଚାହିଦା ଯଦି ଅଧିକ ହେବ, ତା'ର ଜଙ୍ଗଲ ପରିମାଣ କମିବ। ପାଣି, ସେହିଭଳି ଆମର ଜଙ୍ଗଲ କ୍ରମେ ଶେଷ ହୋଇଯିବ। ପାଣି, ମାଟି, ସମୁଦ୍ରରେ ମିଳୁଥିବା ପଦାର୍ଥ, ଅନ୍ୟାନ୍ୟ ଏସବୁକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଚିତ୍ର ଆମେ ତିଆରି କରିପାରିବା। ଆମ ଚାରିପାଖରେ ଥିବା ପ୍ରାକୃତିକ ପରିବେଶକୁ କିପରି ସୁରକ୍ଷା ଦିଆଯାଇପାରିବ? ତୁମ ଔଷଧୀୟ ବଗିଚାର ନକ୍ସା ତିଆରି କର। ଏଠାରେ ଔଷଧୀୟ ବଗିଚା ପାଇଁ ଏକ ସ୍ଥାନ ଅଛି। ବଗିଚାର ବିଭିନ୍ନ ସ୍ଥାନରେ ତୁମ ପ୍ରିୟ ଔଷଧୀୟ ଗୁଳ୍ମ ତିଆରି ଚିତ୍ର ଅଙ୍କନ କର। ସେଗୁଡ଼ିକର ନାମ ଲେଖ। ଏହି ଗଛ ସେଗୁଡ଼ିକ ଚିତ୍ର ମଧ୍ୟରେ ଏପରି କିଛି ଔଷଧ ଗୁଳ୍ମ ଅଛି ଯାହା ତୁମକୁ କମ୍ ଉପଯୋଗୀ ଭଳି ଲାଗେ। ସେଗୁଡ଼ିକ ଚିତ୍ର ମଧ୍ୟ ଅଙ୍କନ କର। ଦେଖ ପିଲାମାନେ, ଏଠି ମୋ ବଗିଚା। ମୋ ବଗିଚାରେ ଆମେ ବିଭିନ୍ନ ପ୍ରକାର ଗଛକୁ ଲଗାଇବା। ଔଷଧୀୟ ଗଛ ଏବଂ ବିଭିନ୍ନ ପ୍ରକାର ଫୁଲ ଗଛକୁ ଆମେ ବ୍ୟବହାର କରି ଆମେ ବଗିଚାଟିଏ ପ୍ରସ୍ତୁତ କରିବା। ବର୍ତ୍ତମାନ ଏହି ପାଠଟି ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ କାଳାଂଶରେ ଆମେ ଅନ୍ୟ ଏକ ପାଠକୁ ଆଲୋଚନା କରିବା। ଯଦି ଆଶା କରୁଛି ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ ଏବଂ ସେୟାର କରିବ। ରହୁଛି, ପରବର୍ତ୍ତୀ କାଳାଂଶରେ ପୁଣି ଦେଖା ହେବ।